ଜୀବନ ସାରା ଖୁସି ହେବା ପାଇଁ ଏହି ସବୁ କଥା ମନେ ରଖନ୍ତୁ। ଅନ୍ୟ କାହା ଘରେ ନ ରହି ନିଜ ଘରେ ରୁହନ୍ତୁ, ଯାହାଦ୍ୱାରା ଆପଣ ସମ୍ମାନ ଏବଂ ସ୍ୱାଧୀନତାର ସହ ରହିପାରିବେ। ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଏବଂ ସମସ୍ତ ସମ୍ପତ୍ତି ଆପଣଙ୍କ ନାମରେ ରଖନ୍ତୁ। କାହା ପ୍ରେମରେ ପଡ଼ିବା ପରେ କାହାର ନାମରେ କରିବାକୁ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ପିଲାମାନଙ୍କ ଉପରେ ନିର୍ଭର କରନ୍ତୁ ନାହିଁ ଯେ ସେମାନେ ଆପଣଙ୍କ ବୃଦ୍ଧାବସ୍ଥାରେ ଆପଣଙ୍କର ସେବା କରିବେ, କାରଣ ସମୟ ପରିବର୍ତ୍ତନ ସହିତ ସେମାନଙ୍କର ମଧ୍ୟ ପରିବର୍ତ୍ତନ ହୁଏ। ତେଣୁ ବେଳେବେଳେ ସେମାନେ ନ ଚାହିଁକି ବି ଅଲଗା ନିଷ୍ପତ୍ତି ନେବାକୁ ପଡ଼ିଥାଏ। ସେହି ଲୋକମାନଙ୍କୁ ଆପଣଙ୍କ ବନ୍ଧୁ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରନ୍ତୁ ଯେଉଁମାନେ ଆପଣଙ୍କ ଜୀବନକୁ ଖୁସିରେ ଦେଖିବାକୁ ଚାହାନ୍ତି। ନିଜକୁ କାହା ସହ ତୁଳନା କରନ୍ତୁ ନାହିଁ ଏବଂ କାହାଠାରୁ କିଛି ଆଶା କରନ୍ତୁ ନାହିଁ। ଆପଣଙ୍କ ପିଲାମାନଙ୍କ ଜୀବନରେ ହସ୍ତକ୍ଷେପ କରନ୍ତୁ ନାହିଁ। ସେମାନଙ୍କୁ ନିଜ ଜୀବନ ନିଜ ଇଚ୍ଛାରେ ବଞ୍ଚିବା ପାଇଁ ଦିଅନ୍ତୁ ଏବଂ ଆପଣ ନିଜ ଜୀବନକୁ ନିଜ ପଦ୍ଧତିରେ ବଞ୍ଚନ୍ତୁ। ଆପଣଙ୍କ ବୃଦ୍ଧାବସ୍ଥାକୁ ଆଧାର କରି କାହାଠାରୁ ସମ୍ମାନ କିମ୍ବା ସେବା ପାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଈଶ୍ୱର ଏବଂ ଗୁରୁ ଦୁଇ ଜଣଙ୍କୁ ସାଙ୍ଗରେ ଦେଖିଲେ ଶିଷ୍ୟ ପ୍ରଥମେ ଗୁରୁଙ୍କୁ ପ୍ରଣାମ କରିବା ଉଚିତ ବୋଲି ଭାରତୀୟ ସଂସ୍କୃତି କହେ, କାରଣ ତାଙ୍କର ସାହାଯ୍ୟ ଏବଂ ମାର୍ଗଦର୍ଶନ ବିନା ଈଶ୍ୱର ପ୍ରାପ୍ତି ସମ୍ଭବ ହୁଏ ନାହିଁ। ଯାହାର ପୁରୋଦୃଷ୍ଟି ଆମକୁ ଦୂରଦୃଷ୍ଟି ଆଣିଦେଇଥାଏ, ସେ ହିଁ ଗୁରୁ। ଆପଣଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ଇଚ୍ଛୁକ ଥିବା ଗୁରୁଙ୍କୁ ଖୋଜନ୍ତୁ। ଗୁରୁ ନିର୍ବାଚନରେ ସତର୍କତା ଅବଲମ୍ବନ କରନ୍ତୁ। ଜଣେ ସଦ୍ଗୁରୁ ହିଁ ଆପଣଙ୍କୁ ଉଚିତ ମାର୍ଗଦର୍ଶନ ଦେଇପାରିବେ, କିନ୍ତୁ ଜଣେ ଶଠ ବିପଦଗାମୀ କରାଇବେ। ସଦ୍ଗୁରୁଙ୍କୁ ଯଥା ସମ୍ମାନ ଦିଅନ୍ତୁ ଏବଂ ଜ୍ଞାନ ପିପାସୁ ହୁଅନ୍ତୁ। ଗୁରୁ ସବୁବେଳେ ଜ୍ଞାନ ତୃଷ୍ଣା ରଖୁଥିବା ଶିଷ୍ୟମାନଙ୍କୁ ହିଁ ଅଧିକ ଶ୍ରଦ୍ଧା କରନ୍ତି। ଉତ୍ତମ ଗୁରୁ କେବେ ଆପଣଙ୍କ ତୃଷା ନିବାରଣ କରିନଥାନ୍ତି, ସେମାନେ ଏହାକୁ ବହୁଗୁଣିତ କରିଥାନ୍ତି। ଆପଣଙ୍କ ଭିତରେ ଆହୁରି ଶୋଷ ସୃଷ୍ଟି କରନ୍ତି। ଆପଣଙ୍କୁ ଜିଜ୍ଞାସୁ ହେବାରେ ସାହାଯ୍ୟ କରନ୍ତି। ଜୟ ଶ୍ରୀ ଗୁରୁଦେବ, ଜୟ ଶ୍ରୀ ଜଗନ୍ନାଥ।